ସମସ୍ତଙ୍କୁ ଆମେ ସକାଳୁ ସକାଳୁ ଉଠିକି ରେଡି ହେଇ ସକାଳୁ ଉଠିକି ରେଡି ହେଇକି ବାପା ମା ଓ 3 ଜଣ ଚାଲିଛୁ ଯିବା ଦାଣ୍ଡକାଳି ପୂଜା କରିବାକୁ ବାହାରି ପଡୁଛୁ ନା। ଏବେ ସକାଳର ସମୟ ବୋଧେ 7ଟା 7:30 ହେଇଛି। ଆସିକି ସେରଗଡ଼ ଟୋଲ ଗେଟ୍ ପାଖରେ ପହଞ୍ଚି ଗଲେ। ପବନ ହେଉଛି ଜୋରରେ, କି ଶୁଣା ଯାଉନଥିବ ବୋଧେ। ଆଉ ଜଣେ ନିଦରୁ ଉଠିକି ଆସିଛି, ମୁହଁଟାକୁ କେମିତି କରିଛି। ଏଇଠି ଆମେ ମନ୍ଦିରରେ ପହଞ୍ଚି ପ୍ରଥମେ ପୂଜା ଜିନିଷ କିଣିନେଲୁ। ଯେହେତୁ ଆସିଛୁ ଗାଡ଼ି ପୂଜାଟା ବି ଏଇଠି ତ ସମସ୍ତେ ପ୍ରାୟ ଯେଉଁମାନେ ବି ଆସନ୍ତି ଗାଡ଼ି ପୂଜା କରିକି ଯାଆନ୍ତି। ତ ଆମେ ଆଗ ଗାଡ଼ି ପୂଜା ବି କରିବୁ ବୋଲି ସବୁ ପ୍ରିପାରେସନ୍ ଷ୍ଟାର୍ଟ କରିଦେଲୁ। ନନା ତାଙ୍କର ସେଠି ଗାଡ଼ି ପୂଜା କରୁଛନ୍ତି। ଧନ ଛିଡ଼ା ହେଇକି ଏଠି ସବୁ NHରେ ଯେଉଁ ଅଲଗା ଗାଡ଼ି ଯାଉଛି ସେଠି ସବୁ ଦେଖୁଛି। ତା ମୁହଁ ପୁରା ଶୁଖିଯାଇଛି କାହିଁକିନା ସେ ସକାଳୁ ଉଠିକି ପଳେଇ ଆସିଥିଲା। ମା ସମସ୍ତଙ୍କୁ ଭଲରେ ରଖିଥାନ୍ତି, ଆଉ ତାଙ୍କ ଦୟାରୁ ମୁଁ ବି ବହୁତ ଭଲରେ ଅଛି, ଖୁସିରେ ଅଛି। ଏଠି ଧନ ମୋ ପାଖରେ, ମୁଁ ଧନକୁ ଧରିକି ଛିଡ଼ା ହେଇଛି। ତା ବାବା ଯାଇଛନ୍ତି। ଗାଡ଼ି ପୂଜା ସରିଗଲା ଯେହେତୁ ଏବେ ଆମେ ଖାଇ ଖୁଆଇକି ପଳେଇବୁ ବୋଲି ଭାବିଛୁ। ଦେଖିବା ଆଗକୁ କ'ଣ ହେଉଛି। ସାରିକି ଆମେ ମା ପୁଅ ପଳେଇ ଆସିଲେ। କି ଖରା, ସକାଳ 8ଟା ବେଳକୁ ଏତେ ଜୋର ଖରା ଯେ ବାବା ବିግ ଖରା ହେଉଛି ନା, କିଛି ଦେଖାଯାଉଛି। ଯେଉଁମାନେ ମୋ ଭିଡ଼ିଓ ବାଲେଶ୍ୱରରୁ ଦେଖୁଛନ୍ତି, ଏଇ ଯେଉଁ ରାସ୍ତା ସାଇଡ଼୍ରେ ଗଛ ଗୁଡ଼ା ଅଛି, ଏଇଟା କେଉଁ ଜାଗା କମେଣ୍ଟ କରିକି କହିବେ। ଧନକୁ ପୁରା ନିଦ ଲାଗିଲାଣି କାହିଁକିନା ଗାଡ଼ିରେ ସକାଳୁ ସକାଳୁ ଯେହେତୁ ପଳେଇ ଆସିଥିଲା, ସିଏ ଟିକେ ଏଠି ଶୋଇପଡ଼ିଲା। ଆସିକି ଆମେ ଆମର ଲଞ୍ଚ, ଏଇଟା ଲଞ୍ଚ ତ ନୁହଁ ବାବା, ଏଇଟା ତ ବ୍ରେକଫାଷ୍ଟ ଲଞ୍ଚ ଟାଇମ୍ରେ କରୁଛୁ ନା। ଇଡଲି, ବରା, ତରକାରୀ। ଧନ ତାର ଇଡଲି ଖାଉଛି। ଖାଇ ଖୁଆ ସାରିଲା ପରେ ଯାଇକି ଯାହା, ଆଉ ଟିକେ ଖାଇବା ପିଇବା ଏପଟ ସେପଟ ହେଇଗଲାଣି, ଟିକେ ଲେଟ୍ ହେଇଗଲା। ଭିଡ଼ିଓଟା ଏଇଠି ରଖୁଛି। ନେକ୍ସଟ ଭିଡ଼ିଓ ଆପଣ ଦେଖିବେ ୟା ପରେ କ'ଣ କ'ଣ ହେଉଛି। ଭିଡ଼ିଓ ବହୁତ ଲଙ୍ଗ ହେଇଗଲାଣି, ସେଥିପାଇଁ ଭିଡ଼ିଓଟା ମୁଁ ଏଇଠି